हाय पिलाମାନେ ଆଜି ଆମେ ପଢ଼ିବା ଚାରି ଗାଣିତୀୟ ପ୍ରକ୍ରିୟା ନା ଗଣନ ସଂଖ୍ୟା ଓ ଜିରୋକୁ ନେଇ ଯୋଗ ବିୟୋଗ ଗୁଣନ ଓ ହରଣକୁ ଚାରି ଗାଣିତୀୟ ପ୍ରକ୍ରିୟା କୁହାଯାଏ। କାହାକୁ ଆଜି ଆମେ ଜାଣିଲେ ତାପରେ ପଢ଼ିବା ଯୋଗ ପ୍ରକ୍ରିୟା। ଯୋଗ କର କ'ଣ କହିଛି ପ୍ରଥମେ 110 ପ୍ଲସ୍ 208 ପ୍ଲସ୍ 80 ହଉ ତ ଏଇଟା କରିବା ଯେ 110 ପ୍ଲସ୍ ଏଇଟା ସିମ୍ପଲ୍ ମିଶ୍ରଣ କରାଯିବ 110 208 ପ୍ଲସ୍ 80 ମିଶିଗଲା 398। ପ୍ରଶ୍ନ ନମ୍ବର 2 କୁ ଯିବା ଯେ 14 ମିଶାଣ 525 278 214 ସେ ସିମ୍ପଲ୍ ମିଶାଣ କରିଦେବା। ସମୟ କ'ଣ କେତେ ହେବ 14 ପ୍ଲସ୍ 525 280 ପ୍ଲସ୍ 234 ହେଲା 1051 ହେବ। କ୍ୱେଶ୍ଚନ୍ ନମ୍ବର ଆମେ 3 କୁ ଯିବା ଯେ 553 ପ୍ଲସ୍ 1083 ଏଇଟା ସବୁଠୁ ଟ୍ରିକ୍ କ୍ୱେଶ୍ଚନ୍। 553 ପ୍ଲସ୍ 1083 ମିଶାଇ ଦେବ আর এপটে 553 ଦେଇଛି ମାନେ ଏପଟେ 1083 ଲେଖିଦେବ ହେଲା। ସେଇଟା ଆମେ ଲେଖିଦେବା ସେଇ କଥାକୁ ଆମେ କରିଦେବା ଯେ 553 1083 ଦେଇଛି ହେଲା। ତାପରେ ଏପଟେ 500 ଦେଇଛି ନା 1083 ବସାଇଦେବ। ସେଇଭଳିଆ ସେଇପରି କ୍ୱେଶ୍ଚନ୍ ଅଛି ଆମର କେତେ 4 ନମ୍ବରରେ 4 ନମ୍ବର 2063 ମିଶାଣ 701 291 ବ୍ରାକେଟ୍ ଦେଇଛି ଶେଷ ମଧ୍ୟ 701 ଦେଇଛି ଏପଟେ 291 ଦେଇଛି ତାହେଲେ ଆମେ କେତେ ବସାଇଦେବା 2063 ସେଇଟା ଉତ୍ତର କରି ଦେଖିବା ଏଇଠି ଯେ 2063 791 ସେ ଯେଉଁ ଡିଏସ୍ ଜାଗାରେ 701 ପ୍ଲସ୍ 2063 ପ୍ଲସ୍ 291 ହେଇଗଲା ଉତ୍ତର। ପ୍ରଶ୍ନ ନମ୍ବର 5 ନମ୍ବର ଯିବା। ପ୍ରଶ୍ନ ନମ୍ବର 5 ଯେ 7401 ମିଶାଣ 0 ତାହେଲେ ଏଇଠି କେତେ ବସିବ 0 ମିଶାଣ 7401 ସେ କ୍ୱେଶ୍ଚନ୍ ସେଇଭଳି କେତେ ହେଇଯିବ 7401 7401 ମିଶାଣ 0 0 ମିଶାଣ 7401 7401 ହେଇଯିବ। ଆଉ ଯୋଗ ପ୍ରକ୍ରିୟା ସରିଗଲା। ଆମେ ଏବେ କ'ଣ କରିବା ବିୟୋଗ ପ୍ରକ୍ରିୟା କରିବା। ବିୟୋଗ କରିବା ବିୟୋଗ କ'ଣ ଦେଇଛି ଏଠି ବି ସେ ସିମ୍ପଲ୍ ଫେରଣ ହେବ ଯେ 6 ଫେରଣ 2 ହେଲା ଲେଖିଦେବ 6 ଫେରଣ 2 6 ଫେରଣ 2 କେତେ ହେଲା 4 ହେଲା। ତାପରେ କ୍ୱେଶ୍ଚନ୍ ନମ୍ବର 2 କୁ ଯିବା। କ୍ୱେଶ୍ଚନ୍ ନମ୍ବର 2 କୁ ଯିବା ଯେ ଦେଇଛି 7 ର 5ଟି 0 1 ର 4ଟା 9 ଫେରଣ ଏଠି ଫେରଣ କରିଦେବା ହେବ 690001 ଉତ୍ତର ହେବ। ଫେରିଦେଲେ 001 ଉତ୍ତର ହେବ। ତାପରେ ଆମେ କ୍ୱେଶ୍ଚନ୍ କରିବା କ୍ୱେଶ୍ଚନ୍ ନମ୍ବର 3 କୁ ସେଭଳିଆ କରିବା 10101001 ଫେରଣ 848484 କେତେ ହେବ ଯେ x ହେବ 1 2ଟା 0 1 6 1 6 1 7। ତାପରେ ଆମେ କରିବା ନେଇ ଜାଣି କ'ଣ କହୁଛୁ। ତାପରେ କ୍ୱେଶ୍ଚନ୍ ନମ୍ବର ଆମେ 4 କରିବା 3310030 ରୁମ୍ରେ ନାହିଁ ଜିନିଷଟା ନାହିଁ ରୁମ୍ରେ 3100030 ଫେରଣ 625 କ୍ୱେଶ୍ଚନ୍ ନମ୍ବର 4 3099 ଫେରିଦେଲେ କେତେ ହେବ 3099405 ସିମ୍ପଲ୍ ଫେରଣ ଫେରିଦେବ। ପ୍ରଶ୍ନ ନମ୍ବର 5 508 ଫେରଣ 1 508 ଫେରଣ 507 ହେବ ହେଲା ଜଣ ବୁଝିପାରିଲ। ତାପରେ ଆମେ ପଢ଼ିବା ଗୁଣ ନମ୍ବରକୁ କରିବା। ତାପରେ ଦେଖ ଗୁଣ ତାପରେ କହିଛି ଗୁଣ ନମ୍ବର ସେଇଭଳିଆ ଗୁଣ ନମ୍ବରଟା ତୁମେ ସେ ଖାଲି ଗୁଣିବା କିଛି ଖାଲି ଗୁଣିବ ନାହିଁ ତାକୁ 485 ଗୁଣ 15 ଗୁଣ 4 ତାକୁ ଭଳିଆ କରିବା ଦେଖ ପିଲେ ହେଲା ଲେଖା ହେଇଛି 485 ଗୁଣ 15 ଗୁଣ 4 ଗୁଣ 20 ଦେଖ ତାକୁ 450 ସହିତ 20 ପାଖକୁ 20 ନେଇ ଆସିବ ଗୁଣନ 15 ପାଖକୁ 4 15 ତାକୁ 60 ହେଇଯିବ ଏଇଟା 450 ଗୁଣ 9700 ହେଇଯିବ ଗୁଣ ଦେବ 2ଟା 0 1ଟା 0 କେତେ ହେଲା 3ଟା 0 ହେଲା 3ଟା 0 ତାପରେ 6 42 2 ରହିଲା 4 ତାପରେ 6 9 54 4 18 ହେଲା 5,82,000
তাପରେ 2 ନମ୍ବର କରିବା 2 ନମ୍ବର ସେଇଭଳିଆ ଦେଇଛି ପ୍ରଶ୍ନଟା କ'ଣ ଦେଇଛି 2 ନମ୍ବର ପ୍ରଶ୍ନଟା 2 ନମ୍ବର ପ୍ରଶ୍ନ ଦେଇଛି 7588 ଗୁଣନ 56 ପ୍ଲସ୍ 44 ଗୁଣନ କେତେ 758 ତାପରେ ଦେଖ 758 ଏଠି କମନ୍ ନେଇଯିବା ମାନେ ଏଠି ଦୁଇ ପଟେ 758 ଅଛି ସେଇଟାକୁ ଆମେ କମନ୍ ନେଇଯିବା ଆଉ କେତେ ରହିଲା ଏଠି ରହିଲା 56 ଗୁଣନ 44 56 ସରି ହଁ 758 ନେଇଗଲେ କ'ଣ 56 ମିଶ୍ରଣ 44 ରହିଲା 758 56 ନେଉଛି ଏଠି କେତେ ରହୁଛି 44 ରହୁଛି ତାପରେ 56 44 ବ୍ରାକେଟ୍ କାମଟା ଆଗରୁ କରିବା ମିଶାଇ ଦେବା 6 4 10 5 9 10 100 ହେଇଗଲା ତାପରେ 758 1 ଗୁଣ ଦେବା କେତେ 758 ହେଇଯିବ ଆଉ 2 ଶୂନ ଲାଷ୍ଟକୁ 2 ଶୂନ ବସେଇ ଦେବା 2 ନମ୍ବର ବୁଝିପାରିଲ ଏ କ'ଣ ଆମେ 3 ନମ୍ବର ପ୍ରଶ୍ନ କ'ଣ ଦେଖିବା 3 ନମ୍ବର ପ୍ରଶ୍ନ ଦେଇଛି ଏଇ ପ୍ରଶ୍ନ ତମେ ଦେଖିଲ 14 × 78 ପ୍ଲସ୍ 14 × କେତେ 25 କାରଣ 14 × 0 14 × 3 ହେଲା ପହିଲା ବେଳେ ଟିକେ ଓଡ଼ିଆ ଇଂଲିଶ ହେଇଛି ଟିକେ ଆଡ଼ଜଷ୍ଟ କରିଦେବ ଦେଖ ଆମେ 3 ନମ୍ବର ଦେଖିବା 3 ନମ୍ବର କ'ଣ କହିଲା 3 ନମ୍ବର ଉତ୍ତର ଦେଖିବା ତିନ ନମ୍ବର ଉତ୍ତର ଦେଖିବା ଯେ 14 × 78 ତାପରେ 14ଟା କମନ୍ ନେଇଯିବା 78 ରହିଲା ଏଠି 25 ରହିଲା 14 ସହିତ 0 ଗୁଣି ଗଲେ 14 ସହିତ ଯଦି 0 ଗୁଣି ଯିବ 14 ସହିତ 0 ଗୁଣି ଗଲେ 0 ହେଇଯିବ ଏଇଟା କିଛି ଲେଖିବାନି ଏଇଟା ନାହିଁ ଆଉ ତାପରେ ଏଠି ଆଉ ରହିଲା 3 ରହିଲା 78 25କୁ ମିଶାଇ ଦେବା ପ୍ରଥମେ ମିଶାଣ ହେବ 103 ହେଲା ତାପରେ 103 3 ଗୁଣ 100 ହେଇଗଲା ତାର 14 ଗୁଣନ 100 କେତେ ହେଇଯିବ 1400 ହେଇଗଲା ତାପରେ କ୍ୱେଶ୍ଚନ୍ ନମ୍ବର 4 ଦେଖିବ ବୋଲି क्वेश्चन नंबर 4 कौन दीजिए इसी क्वेश्चन दीजिए जो 16 × 6 सौ देखिए ताने एठी से क्वेश्चन को लिखिस देखो एठी कोडा समान तुमको देखा जाउची ना 647 एठी अछि एठी अछि एठी अछि 647 एठी अछि एठी अछि 647 टा नहीं दी पड़े 647 अछि सेटा नहीं जाओ हैला आ गुड देखो एठी लिखा है 16 × 1 × 0 एटा कोन है 0 है एटा को किसी करिया आवश्यक शून्य जा से 0 हो 647